ମୁଁ ଜୀବନରେ କୌଣସି ଅଫିସ ଭିତରେ ପଶିନି, କୌଣସି କର୍ମଚାରୀ କି ତୁ କହିନି। ସେମାନେ ଆମ ସେବା କରିବା ପାଇଁ ଅଛନ୍ତି, ତାଙ୍କୁ ଗୋଟେ ବାଡ଼େଇବା। ବୋପାଲୋ, ଆମେ 70 ବର୍ଷ ରାଜନୀତି କରୁ, ଆମେ କେବେ ଭାକୁର ହେଇନୁ, ସେଇ ମିନ ହେଇକି ଅଛୁ। କ'ଣ ଭାବୁଛନ୍ତି ସେମାନେ ବିଜେପି କର୍ମୀ? ସରକାର ତାଙ୍କର, ଓଡ଼ିଶା ତାଙ୍କର, ଭାରତ ତାଙ୍କର। ଯୋଉଠି ପାଉଛନ୍ତି ଗୋଟେ ସିନିୟର କ୍ଲାସ 1 ବଏସ୍ ଅଫିସରକୁ ଘର ଭିତରକୁ ଭିଡ଼ି ଆଣି ତଣ୍ଟିଆ ଦେଇ ଗୋଇଠା ମାରିବା, କ'ଣ ଇଏ କି ଶାସନ? ଜେଲ ଯାଇଛନ୍ତି, ସେ ଆମ ରାଗ ଟିକେ କମେଇ ଦେଇଛୁ, ନହେଲେ ଘେରାଉ କରିଥାନ୍ତୁ। ଆମେ 50-60 ବର୍ଷ ରାଜନୀତି କଲୁଣି, ଏଭଳିଆ କେବେ କରିନୁ। ମୋ ଜୀବନରେ ଗୋଟିଏ ଭୁଲ ମୁଁ କରିଥିଲି, ବିଜେପି କଲେଜରେ ପଢ଼ିଲା ବେଳେ ବିଧାନସଭା ଭିତରେ ପଶି ଭଙ୍ଗାରୁଜା କରିଦେଇଥିଲୁ, ବାଡ଼ିଆ ବାଡ଼ି କରିଦେଇଥିଲୁ, ସେଇ ଗୋଟିଏ ମିଷ୍ଟେକ୍। ମୁଁ ଜୀବନରେ କୌଣସି ଅଫିସ ଭିତରେ ପଶିନି, କୌଣସି କର୍ମଚାରୀ କି ତୁ କହିନି। ସେମାନେ ଆମ ସେବା କରିବା ପାଇଁ ଅଛନ୍ତି, ତାଙ୍କୁ ଗୋଟେ ବାଡ଼େଇବା ଅତି ଅନ୍ୟାୟ। ତାଙ୍କର ଏଇନା କେରାଣ୍ଡି ମହୁରାଣୀ ସବୁ ତାଙ୍କର ଭାକୁର ହେଇଯାଇଛନ୍ତି। ବୋପାଲୋ, ଆମେ 70 ବର୍ଷ ରାଜନୀତି କରୁ, ଆମେ କେବେ ଭାକୁର ହେଇନୁ, ସେଇ ମିନ ହେଇକି ଅଛୁ। ସେବା କରୁଛି, ଏଗୁଡ଼ା କେରାଣ୍ଡି ବି ନୁହଁ, ଏଗୁଡ଼ା ଭାକୁର ହେଇଯାଇଛନ୍ତି। ଏଗୁଡ଼ା ଯଦି କେରାଣ୍ଡି ହେଇଥାନ୍ତେ ଅଫିସ ଭିତରେ ଅଫିସରକୁ ବାଡ଼େଇଥାନ୍ତେ। ଅତି ନିନ୍ଦନୀୟ କଥା। ମୁଁ ସେଗୁଡ଼ାକରେ ଶୁଣିବାକୁ ଚାହେଁନି। ଯେଉଁମାନେ ପଶି ବାଡ଼େଇଥିଲେ ଦଣ୍ଡ ପାଇଛନ୍ତି, ମୁଁ ଖୁସି।